ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ଅକ୍ଟୋବର ମାସରେ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ସୁନାର ଲହରୀ ମଧ୍ୟ ଫେରିବାକୁ ଯାଉଅଛି। ତେଣୁକରି ଆପଣ ଯଦି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ଗୋଚର କରିଛନ୍ତି, ଯାହା ଏହି ଆଗାମୀ ଅକ୍ଟୋବର ମାସରେ ଆସନ୍ତା ଅକ୍ଟୋବର ମାସର 15 ତାରିଖ ମଧ୍ୟରେ ଆପଣଙ୍କର ସପ୍ତମ ଭାଗକୁ ଗୋଚର କରିବେ। ଯାହାଫଳରେ ଆପଣଙ୍କ ଜୀବନରେ ଯେକୌଣସି ବାଧାବିଘ୍ନ ଆସୁଥିଲା, ଯେମିତିକି ଆପଣଙ୍କୁ ମାନ ସମ୍ମାନର ହାନି ହେଉଥିଲା ଏବଂ ଆପଣଙ୍କୁ ବହୁତ ଟଙ୍କା ପଇସାର ଅସୁବିଧା ରହୁଥିଲା, ଆପଣଙ୍କର ପାରିବାରିକ କ୍ଷେତ୍ରରେ ମଧ୍ୟ ବହୁତ ଅସମ୍ମାନ ହେଉଥିଲା, ପାରିବାରିକ କ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହେଉଥିଲା, ଭାଇ ଭାଇ ମଧ୍ୟରେ ଆପଣଙ୍କର କଥାବାର୍ତ୍ତା ହେଉନଥିଲା କିମ୍ବା ଆପଣଙ୍କର କଳିକଜ୍ୟ ସୃଷ୍ଟି ହେଉଥିଲା, ତାହା ମଧ୍ୟ ଦୂରେଇ ଯିବ। ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ଗୋଚର କରିଛନ୍ତି। ଏହି ଆସନ୍ତା ଅକ୍ଟୋବର ମାସର 15 ତାରିଖ ମଧ୍ୟରେ ଆପଣଙ୍କୁ ଅନେକ ଶୁଭ ଫଳ ମିଳିବ, କାରଣ ଏହି ଦେବଗୁରୁ ବୃହସ୍ପତି ଏହି ଆସନ୍ତା ଅକ୍ଟୋବର ମାସର 15 ତାରିଖ ମଧ୍ୟରେ ଆପଣଙ୍କର ସପ୍ତମ ଭାଗକୁ ଗୋଚର କରିବେ। ଯାହାଫଳରେ କି ଆପଣଙ୍କ ଜୀବନରେ ଯେକୌଣସି ଅସୁବିଧା ଏବଂ ବାଧାବିଘ୍ନ ସୃଷ୍ଟି ହେଉଥିଲା ତାହା ମଧ୍ୟ ଦୂରେଇ ଯିବ। ପୁଣି ଦେଖନ୍ତୁ, ଆପଣଙ୍କୁ ଦେବଗୁରୁ ବୃହସ୍ପତିଙ୍କ ଚଳନ ସହିତ ଆପଣଙ୍କର ନବମ ଭାଗକୁ ମଧ୍ୟ ସୂର୍ଯ୍ୟଙ୍କର ଚଳନ ହେବ, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ଯେକୌଣସି ସମସ୍ୟା ଦିଶୁଥିଲା, ଆପଣଙ୍କର କୌଣସି ଚର୍ମଜନିତ ରୋଗ ଦିଶୁଥିଲା, ତାହା ମଧ୍ୟ ଦୂରେଇ ଯିବ। ଏହି ଅକ୍ଟୋବର ମାସରେ ଆପଣଙ୍କ ଉପରେ ହାତୀ ସୁନା କଳସ ଢାଳିଲା ପରି ମନେ ହେବ। ତେଣୁକରି ଆପଣ ଯଦି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ପ୍ରତ୍ୟେକ ସୋମବାର ଦିନ ଯାଇ ସୂର୍ଯ୍ୟ ନମସ୍କାର କରି ଆପଣ ମହାଦେବଙ୍କ ଉପରେ ଜଳ ଅର୍ପଣ କରନ୍ତୁ କିମ୍ବା କ୍ଷୀର ପ୍ରଦାନ ମଧ୍ୟ କରିପାରିବେ। ତେଣୁ ଆପଣଙ୍କର ଜୀବନରେ ଏହି ଅକ୍ଟୋବର ମାସରେ ଆପଣଙ୍କ ଜୀବନଟି ବହୁତ ଭଲ ଭାବରେ କଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ବହୁତ ମଧ୍ୟ ଦୁଃଖ କଷ୍ଟ ଆପଣ ସହିଛନ୍ତି, ତାହା ମଧ୍ୟ ଦୂର ହୋଇଯିବ। ଏହି ଅକ୍ଟୋବର ମାସରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଖୁସିର କ୍ଷେତ୍ରର ପାଲଟିବାକୁ ଯାଉଅଛି। ତେଣୁକରି ଆପଣ ଯଦି ଏକ ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ପ୍ରତ୍ୟେକ ମାନବମାନଙ୍କୁ ପ୍ରେମ କରିଥାନ୍ତି, କାରଣ ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ହୋଇଥାନ୍ତି ଅତ୍ୟନ୍ତ ସରଳ ଏବଂ ମାନବିକତା ଦୟାଳୁ ଏବଂ ଆପଣ ଅତ୍ୟନ୍ତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ତେଣୁକରି ପ୍ରତ୍ୟେକ ନାଗରିକମାନଙ୍କୁ କୌଣସି ଭିକାରୀକୁ ମଧ୍ୟ ସାହାଯ୍ୟ କରିବେ କିମ୍ବା କୌଣସି ଆପଣ ଗାଈ କିମ୍ବା ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ପ୍ରଦାନ କରିବେ। ଦେଖିବେ ଏହି ଅକ୍ଟୋବର ମାସରେ ଆପଣଙ୍କର ଜୀବନଟି ଆହୁରି ଉତ୍ତୀର୍ଣ୍ଣ ହୋଇଯିବ। ଏହି ଅକ୍ଟୋବର ମାସରେ ଆପଣଙ୍କର ଶୁଭ ରଙ୍ଗ ହେଉଛି ହଳଦିଆ ଏବଂ ଶୁଭ ସମୟ 10:30ରୁ 10:45 ପର୍ଯ୍ୟନ୍ତ। ତେଣୁକରି ଆପଣ ଯଦି ତୁଳା ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଏ ପର୍ଯ୍ୟନ୍ତ ଦେଖିଥାନ୍ତି ତେବେ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛୁ, ଧନ୍ୟବାଦ।